ମୁଁ ଶୋଇଥିଲି ମୋ ମା ଉଠିକି ଗଲା ଯେ ଗିଲାସ ପତ୍ର ସବୁ ପଡ଼ିଗଲା ତ ମା ହାତରୁ ଉଠିଗଲା କହିଲା କିଏ କିଏ କହି ଉଠିଗଲା। ମୁଁ ଶୋଇଥିଲି ମା ଯେତେବେଳେ ଉଠିଗଲା ସେତେବେଳେ ମା କାହିଁ କାନ୍ଦିଲା ତାକୁ କିଏ ମାରିଲା ଚୋର ପରା। ସେଥିପାଇଁ ମୁଁ ଉଠିକି ଭୟରେ ଦୁଆରଟା ଦେଇକି ଖଟ ପାଖରେ ଲୁଚିଗଲି। ଖାଲି ଗିଲାସ ପଡ଼ିଲା ସାଉଣ୍ଡ ହେଇଛି ଶୁଣିଛି ଆଉ ଶୁଣିନି। କିଏ ଘରେ ଥିଲା ବେଳେ ଲାଗିଲା? ହଁ ଥିଲେ କିଏ ଥିଲେ କିନ୍ତୁ ମୁଁ ଜାଣିନି କିନ୍ତୁ ମା ଖାଲି କାନ୍ଦୁଥିଲା। ଯେତେବେଳେ ଦୁଆର ଖୋଲିଲ କଣ ଦେଖିଲ? ଦୁଆର ମୁଁ ଖୋଲି ନଥିଲି। ଦୁଆର ଖୋଲିଲା ବେଳକୁ ବାପା ଆସିଲେ ତାପରେ ମୁଁ ଦୁଆର ଖୋଲିକି ମେଲାକୁ ଆସିଲି। କେତେବେଳେ ଭୟ ଲାଗୁଥିଲା? ସେତିକିବେଳେ ଜେଜେଙ୍କର ମୁଣ୍ଡ ଫାଟି ଯାଇଥିଲା। କାଲି ରାତିରେ ଆଜ୍ଞା କୁମର ଛଟେଇ ତାଙ୍କ ଘରେ 2 ଜଣ ପଶିକି ଚୋର ତାଙ୍କୁ ମରାମରି ହାଣି କରିଛନ୍ତି। ଟଙ୍କା ପଇସା କେତେ ନେଇଥିଲେ ଆମେ କହିପାରିବୁ। କେମିତି ପଶିଲେ ଗାଁ ଲୋକ କେହି ଜାଣିପାରିଲେନି? ସେ ରାତିରେ ପଶିଲେ ରାତି 12ଟା ପରେ। ଏବେ ଏଇଭଳିଆ ଘଟଣା କେବେ ଆଗରୁ ଘଟିଛି ଗାଁରେ? ନା ଏଭଳିଆ ଘଟଣା ଘଟିନି। ପାଖାପାଖି ବନ୍ଧମୁଣ୍ଡା ଆଡ଼େ ଗୋଟେ ଚୋରି ହେଇଥିଲା। ତ କ'ଣ ଏବେ ଗ୍ରାମବାସୀ ହିସାବରେ ଦାବି କରୁଛନ୍ତି? ଗ୍ରାମବାସୀ ଆମେ ପୁଲିସ ସାର୍ଙ୍କୁ ଅନୁରୋଧ କରୁଛୁ, ମିଡ଼ିଆ ଭାଇମାନଙ୍କୁ ଅନୁରୋଧ କରୁଛୁ ଯେମିତି ଏ ଚୋର ଧରା ହେବେ। ଯଦି ଆମ ଟାୱାର ଲାଇନ୍ ଥିଲେ ପାଖରେ କିଏ ଅଛନ୍ତି 2-4 ଜଣ ଚୋର ଏମିତି ବାରମ୍ବାର କରୁଛନ୍ତି। ଗାଁରେ ଏଇଭଳି ବର୍ତ୍ତମାନ ଘଟଣା ଘଟିଲା ପରେ ଗୋଟେ ଭୟଭୀତ ଅବସ୍ଥା। ଭୟଭୀତ ପୁରା ଭୟଭୀତ। କ'ଣ ହେଇଛି? କାଲି ରାତିରେ ସାର୍ ଦୁର୍ବୃତ୍ତ ଚୋର ପଶିକିରି ଘରେ ଆଉ ବାପାଙ୍କୁ ଆମର ମର୍ମାହତ ହତ୍ୟା କରିବେ ବିନିକା ବସିଥିଲେ। ଆଉ ସୁନା 2ଟା ଚେନ୍ ଆଉ ଯୋଡ଼େ ନେକଲେସ୍ 1,00,000 ଟଙ୍କାକୁ ନେଇଯାଇଛନ୍ତି। ତାପରେ ବାପାଙ୍କୁ ଆମର ଏମିତି ବାଗରେ ବାଡ଼େଇଛନ୍ତି। ବାପା ବର୍ତ୍ତମାନ ଏମ୍ସ ହସ୍ପିଟାଲରେ ପଡ଼ିଛନ୍ତି। ବ୍ଲଡ଼ ପାଟିଆଡ଼େ ବି ଆସୁଛି ସେନ୍ସଲେସ୍। ବୋଉଙ୍କର ବୋଉ ସେମିତି ସିରିୟସ୍। ଆଉ ରାତିରେ ସେ କେତେବେଳେ ଆସିଛନ୍ତି ଆମେ ବି ଜାଣିନୁ। 12ଟାରୁ 1 ଭିତରେ ଏ କାମ କରିଛନ୍ତି। ତାପରେ ବୋଉଙ୍କର ଯେତେବେଳେ ସେନ୍ସ ଫେରିଛି ବୋଉ ମୋତେ କବାଟ ବାଡ଼େଇବାରୁ କିଏ ଶହ ବଞ୍ଚାଅ ବୋଲିକା ମୁଁ ଉପର ଘରେ ଶୋଉଥିଲି। ଆସି ଦେଖିଲା ଆସିବୁ ବୋଉ ବର୍ତ୍ତମାନ ପଡ଼ିଛି ତଳେ, ବାଡ଼େଇ ଦେଇ କବାଟ ତଳେ ପଡ଼ିଛି। ଆମେ ଦେଖିଲା ଆସିବୁ ଏଇ ପ୍ରକାର ଅବସ୍ଥା। ସାଙ୍ଗେ ସାଙ୍ଗେ ଆମେ କେମିତିକା ନେବୁ ବାପାଙ୍କୁ ବୋଉକୁ ମେଡ଼ିକାଲ ବି ଗାଡ଼ି ଗୋଟେ କରିକି ଟାଟା ଆସି ଦିହରେ ବାଧ୍ୟ କରି ରାତିରେ ନିଆଁପଡ଼ା ନେଇକିରି ପଳେଇଲୁ। ସାର୍ କାହାକୁ ଆମେ ଦେଖିନୁ, ସନ୍ଦେହ କେମିତି କାହାକୁ କରିବୁ? କେତେ ଜଣ ଥିଲେ କହିପାରିବେ? ନା ସାର୍ କହିପାରିବୁନି, ସେ ବାପା ବୋଉ ହିଁ କହିବେ। କାରଣ ଆପଣଙ୍କୁ ଡାକିଲେ ଯୋଉ କେତେବେଳେ ବେଳର ଘଟଣା ବୋଲି ଆପଣ ଭାବୁଛନ୍ତି? ଆମକୁ ଯୋଉ ଡାକିଲେ ସେତେବେଳକୁ 1 ସମାନ ହେଇଥିଲା। ସେତେବେଳକୁ ସେ ସେନ୍ସଲେସ୍ ହିଁ ବାପା ପଡ଼ିଛନ୍ତି। କିନ୍ତୁ ବୋଉଙ୍କର ଚେତ ଆସିଲା ପରେ ବୋଉ ଆମକୁ ଡାକ ପକେଇଲା। 1 ମୁଁ ଆସିଲି ତଳକୁ। ଏମିତି ଘଟଣା କେବେ ଆଗେ ସାର୍ କେବେ ହେଇନି। ଆମେ ମାନେ ଏଡ଼େ ବଡ଼ ହେଲୁଣୁ ଆମେ ଦେଖିନୁ କେବେ ଏଭଳିଆ ସନ୍ଦେହ। ସାର୍ କାହାକୁ କରିବୁ? ଆମେ ତ ଦେଖିନୁ କାହାକୁ ସନ୍ଦେହ। ଆଉ କ'ଣ କରିବୁ? ଅଭିଯୋଗ କରୁଛନ୍ତି? ଆଜ୍ଞା ଏତଲା ଦେଇଛୁ, ଏଫଆଇଆର ଦେଇଛୁ ଥାନାରେ। ବାବୁ ବି ଆସିଛନ୍ତି, ଆସିକି ଦେଖି ସାରିଲେଣି। ଆଉ ସାର୍ ବି କହୁଛନ୍ତି ଜିନିଷ ଆଜ୍ଞା କେତେ ହବ, 1,00,000-1.5 ଲକ୍ଷ ପାଖାପାଖି ହବ। କିନ୍ତୁ ଟଙ୍କା ବି 1,00,000 ଟଙ୍କା ଯାଇଛି। ଜିନିଷ କିଣା ହବ ବୋଲି ପଇସା ଆସିଥିଲା, କରଜ ଥୁଆ ହେଇଥିଲା। ଟେଣ୍ଟ ଜିନିଷ କିଣା ହବ ବୋଲି ସେ ପଇସା ଯାଇଛି। ସୁନା ଜିନିଷ ବି ଯାଇଛି। ତାପରେ ଆଉ କ'ଣ ଥିବ ବି ଆମେ କହିପାରିବୁନି। କିନ୍ତୁ ବାପା ବୋଉ ସେ ଦାୟିତ୍ୱ ବୁଝିଥିଲେ, ସେ ରଖିଥିଲେ ତାଙ୍କରି ପାଖରେ।